ମାନଙ୍କୁ ଏହି ମନ୍ଦିରର ପ୍ରସାଦ ମନା। ଆସନ୍ତୁ ଜାଣିବା କଣ ରହିଛି ରହସ୍ୟ। ଜାଣିବା ପାଇଁ ହେଲେ ଭିଡିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ ଉପରେ କ୍ଲିକ୍ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଏହିଭଳି ତଥ୍ୟ ସର୍ବପ୍ରଥମେ ପାଇପାରିବେ। ଦେଶରେ ବିଭିନ୍ନ ପ୍ରକାର ମନ୍ଦିର ରହିଛି। ଏହି ମନ୍ଦିର ସହ ଭିନ୍ନ ଭିନ୍ନ ପରମ୍ପରା ଓ ଲୋକକଥା ଜଡ଼ିତ। ଆଜି ଆମେ କଥା ହେବା ଏକ ବିହାରରେ ସ୍ଥିତ ଏପରି ଏକ ମନ୍ଦିର ବିଷୟରେ ଯେଉଁଠାରେ ମହିଳାମାନଙ୍କୁ ପ୍ରସାଦ ଖାଇବା ପାଇଁ ବାରଣ ରହିଛି। ଏହି ମନ୍ଦିରରେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ବିହାରର ଜମୁଇ ଜିଲ୍ଲା ସୋନ ପ୍ରଖଣ୍ଡ ସ୍ଥିତ ବାବା ଝୁମରାଜ ମନ୍ଦିର। ଏହି ମନ୍ଦିରର ସ୍ଥାପନା ପଛରେ ଏକ ରୋଚକ କାହାଣୀ ରହିଛି। ମନ୍ଦିରର ପୂଜାରୀ ତାଲେୱାର ସିଂଙ୍କ କହିବା ଅନୁଯାୟୀ ଏକଦା ହରିଦ୍ୱାରର କିଛି ପୂଜାରୀଙ୍କ ଦଳ ଏହି ସ୍ଥାନ ଦେଇ ଯାତ୍ରା କରୁଥିଲେ। ତେବେ ଦଳରେ ସବୁଠାରୁ ପଛରେ ଥିବା ପୂଜାରୀଙ୍କୁ ବାଘ ଆକ୍ରମଣ କରି ହତ୍ୟା କରିଥିଲା। ଉକ୍ତ ପୂଜାରୀ ଜଣଙ୍କୁ ତାଙ୍କ ସାଥୀମାନେ ସେହି ଅବସ୍ଥାରେ ଛାଡ଼ି ଦେଇ ଚାଲି ଯାଇଥିଲେ। କିଛି ଦିନ ପରେ ଜଣେ ଚାଷୀ ସେହି ସ୍ଥାନରେ ଚାଷ କରିବା ପାଇଁ ଆସିଥିଲା ବେଳେ ପୂଜାରୀଙ୍କ କଙ୍କାଳକୁ ଦେଖିଥିଲା। ସେ ପୂଜାରୀଙ୍କ କଙ୍କାଳକୁ ଏକତ୍ର କରି ପୋଡ଼ିବା ପରେ ଚାଷ କାର୍ଯ୍ୟ ପାଇଁ ଭୂମି ସଫା କରି ମହୁଲ ଚାଷ କରିଥିଲେ। କିଛି ଦିନ ପରେ ଫସଲର ଅମଳ ପରେ ସେ ଘରକୁ ଚାଲିଗଲେ। ତା ପରଦିନ ତାଙ୍କ କ୍ଷେତରେ ପୁଣି ମହୁଲ ଫସଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚାଷୀ ଜଣକ ପୁଣି ଥରେ ଫସଲ ଅମଳ କରି ଘରକୁ ନେଇଗଲେ। ଏପରି ଘଟଣା କିଛି ଦିନ ପର୍ଯ୍ୟନ୍ତ ଚାଲିଲା। ସନ୍ଦେହ ଦୂର କରିବା ପାଇଁ ସେ ପୂଜାର୍ଚ୍ଚନା କରିଥିଲେ। ପରେ ମୃତ ପୂଜାରୀ ଜଣଙ୍କ ଆତ୍ମା ପ୍ରକଟ ହୋଇ ତାଙ୍କୁ ସବୁ କଥା କହିଥିଲେ। ଏହାପରେ ଗ୍ରାମବାସୀମାନେ ସେହି ସ୍ଥାନରେ ମାଟିର ଏକ ଛୋଟ ପିଣ୍ଡା ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ସେହି ପରମ୍ପରା ଆଜି ପର୍ଯ୍ୟନ୍ତ ବି ଜାରି ରହିଛି। ପରବର୍ତ୍ତୀ ସମୟରେ ସେଠାରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଗଲା। ଏହି ମନ୍ଦିରରେ ମୁଖ୍ୟତଃ ଖାସୀମାନଙ୍କୁ ବଳି ଦିଆଯାଇ ପ୍ରସାଦ ଭାବରେ ସେବନ କରାଯାଏ। କେବଳ ପୁରୁଷମାନେ ହିଁ ପ୍ରସାଦ ସେବନ କରିପାରିବେ। ଏହା ବ୍ୟତୀତ ଅବଶିଷ୍ଟ ପ୍ରସାଦ ଘରକୁ ନେବା ପାଇଁ ବାରଣ କରାଯାଇଛି। କୁହାଯାଏ ଏହି ପ୍ରସାଦ ଯେଉଁଠି ପ୍ରସ୍ତୁତ ହୋଇଥାଏ କେବଳ ସେହି ସ୍ଥାନରେ ହିଁ ସେବନ କରିବା ଉଚିତ। ଏଭଳି ପରମ୍ପରା ପଛରେ କଣ କାରଣ ରହିଛି ତାହା ଆଜି ବି ସ୍ପଷ୍ଟ ହୋଇପାରିନାହିଁ। ଏହା ବ୍ୟତୀତ ବାବା ଝୁମରାଜଙ୍କୁ ଅର୍ପଣ କରାଯାଉଥିବା ଅନ୍ୟାନ୍ୟ ନିରାମିଷ ପ୍ରସାଦ ମହିଳାମାନେ ସେବନ କରିପାରିବେ। ଏହି ମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ବାବା ଝୁମରାଜ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ବିଶ୍ୱାସ ରହିଛି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ ଉପରେ କ୍ଲିକ୍ କରନ୍ତୁ।